हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଷ୍ଟଡି ୱିଥ୍ ପୁଷ୍ପା ମିସ୍। ପିଲେ ଆଜି ଆମେ ଆଲୋଚନା କରିବା ପଲିଟିକାଲ ସାଇନ୍ସ ଅନର୍ସର କୋର୍ 8 ର ୟୁନିଟ୍ 1। ପିଲେ ଯୋଉମାନେ ମୋ ଚ୍ୟାନେଲକୁ ପ୍ରଥମ ଥର ଦେଖୁଛ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବ। ତା ସହିତ ଆପଣଙ୍କୁ କୋଉ ଟାଇପର ଭିଡିଓ ଦରକାର ମତେ କମେଣ୍ଟ କରିବ ଏବଂ ଆପଣଙ୍କୁ ଯଦି ଭଲ ଲାଗୁଛି ତାହେଲେ ମତେ କମେଣ୍ଟ କରିବ, ଯାହାଦ୍ୱାରା କି ମତେ ବି ମୋଟିଭେଟ୍ ମିଳିବ ଏବଂ ମୁଁ ଆପଣଙ୍କୁ ଆହୁରି ଅଧିକ ଭିଡିଓ ପ୍ରୋଭାଇଡ କରିପାରିବି। ତ ତାହେଲେ ଆମେ ପଢିବା। ସର୍ଟ କ୍ୱେଶ୍ଚିନ୍ ଦେଖିବା। କୌଣସି ନିର୍ଦ୍ଦିଷ୍ଟ ଭୂଖଣ୍ଡ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ରାଷ୍ଟ୍ରପତି ଆନୁଗତ୍ୟତା ପ୍ରକାଶ ପୂର୍ବକ ରାଷ୍ଟ୍ର ଦ୍ୱାରା ପ୍ରଦତ୍ତ ସୁନ୍ଦର ଜୀବନଶୈଳୀକୁ ଗ୍ରହଣ କରିବାକୁ କଣ କୁହାଯାଏ? ଅପସନ ଦେଇଛି ଜାତି ଗଠନ, ନା ରାଷ୍ଟ୍ର ନିର୍ମାଣ, ନା ରାଷ୍ଟ୍ର ବିଭାଜନ, ନା ରାଷ୍ଟ୍ରୀୟ ଏକତା। ତ ଆନ୍ସର ହେବ କଣ ନା ରାଷ୍ଟ୍ର ନିର୍ମାଣ, ଅପସନ ବି। ନେକ୍ସଟ ଦେଖିବା। ନିମ୍ନୋକ୍ତ ମଧ୍ୟରୁ କେଉଁଠି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଭାରତର ଏକ ଆହ୍ୱାନ ନୁହେଁ? ଯେ ଆମେ ଯୋଉ ରାଷ୍ଟ୍ର ନିର୍ମାଣ କରୁଛେ ସେଟା କୋଉଟା ଆହ୍ୱାନ ନୁହେଁ? ଆଞ୍ଚଳିକତାବାଦ, ନା ସାମ୍ପ୍ରଦାୟିକତାବାଦ, ଜାତିବାଦ, ନା ଉଦାରବାଦ। ତ ଆନ୍ସର କଣ ହବ ନା ଅପସନ ଡି ଉଦାରବାଦ। ନେକ୍ସଟ ଦେଖିବା। ସାମ୍ପ୍ରଦାୟିକତାବାଦର ମୁଖ୍ୟ କାରଣ ନିମ୍ନୋକ୍ତ ମଧ୍ୟରୁ କେଉଁଠି? ଯେ ଆମର ଯୋଉ ସାମ୍ପ୍ରଦାୟିକତାବାଦ ତାର ମୁଖ୍ୟ କାରଣ କଣ? ଗୋଟେ ହଉଛି ଅପସନ ଇତିହାସ, ନା ରାଜନୀତି, ନା ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀ, ନା ସାମାଜିକ ସମ୍ପର୍କ। ତ ଅପସନ କଣ ହବ ନା ତମର ଅପସନ ସି ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀ। ସାଧାରଣତଃ ସାମ୍ପ୍ରଦାୟିକତାବାଦ କେଉଁଥିରୁ ସୃଷ୍ଟି ହେଇଥାଏ? ନା ସାମ୍ପ୍ରଦାୟିକବାଦ କେଉଁଥିରୁ ସୃଷ୍ଟି ହେଇଥାଏ ଆମର ନା ଅପସନ ଦେଇଛି ଜାତିବାଦ, ନା ଭାଷାଗତ ବିବାଦ, ନା ଧର୍ମଗତ ବିବାଦ, ନା ଗୋଷ୍ଠୀଗତ ବିବାଦ। ଅପସନ ସି କଣ ନା ଧର୍ମଗତ ବିବାଦ। ନିମ୍ନୋକ୍ତ ମଧ୍ୟରୁ ବର୍ଣ୍ଣାଶ୍ରମ ବ୍ୟବସ୍ଥା ଅନୁସାରେ କେଉଁଠି ଗୋଟେ ବର୍ଣ୍ଣ ନୁହେଁ? ବୈଶ୍ୟ, ନା ଶୂଦ୍ର, ନା କ୍ଷତ୍ରିୟ, ନା ଆଦିବାସୀ। ଅପସନ ନମ୍ବର କଣ ନା ଆଦିବାସୀ। ଭାରତରେ ଆଧୁନିକ ଯୁଗରେ ସାମ୍ବିଧାନିକ ସ୍ୱୀକୃତି ପାଇଥିବା ଜାତି କେଉଁଠି? ଅପସନ ଏ ଅନୁସୂଚିତ ଜାତି, ନା ଅନୁସୂଚିତ ଉପଜାତି, ନା ଅନ୍ୟାନ୍ୟ ପଛୁଆ ବର୍ଗ, ନା ବ୍ରାହ୍ମଣ। ଅପସନ କଣ ନା ବ୍ରାହ୍ମଣ। ଆନ୍ସର କଣ ହବ ତମର ନା ବ୍ରାହ୍ମଣ। ଭାରତରେ କେଉଁ ମସିହାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ମାନ୍ୟତା ମିଳିଥିଲା? ନା 1992, ଅପସନ ଦେଇଛି 1992, 1993, 1998, 1999। ଅପସନ ନମ୍ବର କଣ ନା 1993। ସ୍ଥାନ ସଂରକ୍ଷଣ ଦ୍ଵାରା କେଉଁ ନ୍ୟାୟ ପ୍ରତିଷ୍ଠା ହେଇଥିଲା? ଅପସନ ହଉଛି ଅର୍ଥନୈତିକ, ବି ହଉଛି ସାମାଜିକ, ସି ହଉଛି ରାଜନୈତିକ, ଡି ହଉଛି ନୈତିକ। ଆନ୍ସର କଣ ହବ ନା ସାମାଜିକ। ବିଚ୍ଛିନ୍ନତାବାଦ କାହାର ଏକ ଚରମ ସ୍ୱରୂପ ଅଟେ? ବିଚ୍ଛିନ୍ନତାବାଦ ହଉଛି ଆଞ୍ଚଳିକବାଦ, ନା ଧର୍ମନିରପେକ୍ଷତା, ଜାତୀୟ ସଂହତି, ନା ଜାତିବାଦ। ଆନ୍ସର କଣ ହବ ନା ଜାତୀୟତାବାଦ। ନିମ୍ନୋକ୍ତ ମଧ୍ୟରୁ କେଉଁଠି ଆଞ୍ଚଳିକତାବାଦର ଏକ ସ୍ୱରୂପ ନୁହେଁ? ଯେ ଆଞ୍ଚଳିକତାବାଦର ସ୍ୱରୂପ ନୁହେଁ କଣ ନା ବିଚ୍ଛିନ୍ନତାବାଦ, ନା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି, ନା ଭୂମିପୁତ୍ର ନୀତି, ନା ଆତଙ୍କବାଦ। ଅପସନ ହଉଛି କଣ ନା ଆନ୍ସର ହଉଛି କଣ ନା ଆତଙ୍କବାଦ। କେଉଁ ଧାରା କେଉଁ ଧାରା ଅନୁସାରେ ସଂଖ୍ୟାଲଘୁ ଏବଂ ଅନୁନ୍ନତ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରାଯାଏ? ଧାରା 39, ନା 41 ଧାରା, ନା 46 ଧାରା? ନା 49 ଧାରା। ତ ଆନ୍ସର କଣ ହବ ନା ଅପସନ ସି 86 ଧାରା। ସମାଜରେ ଅବହେଳିତ ତଥା ଶୋଷିତ ବର୍ଗଙ୍କ ପାଇଁ ଯେତେବେଳେ ରାଷ୍ଟ୍ର ସ୍ୱତନ୍ତ୍ର ନୀତି ପ୍ରଣୟନ କରେ ତାହାକୁ କଣ କୁହାଯାଏ? ସଂସଦୀୟ ନୀତି, ନା ଦମନମୂଳକ ନୀତି, ନା ସକାରାତ୍ମକ ନୀତି, ନା ବୈଧାନିକ ନୀତି। ଅପସନ ହଉଛି ସକାରାତ୍ମକ ନୀତି। ସମ୍ବିଧାନର ପ୍ରାକଥନ ଅନୁସାରେ ରାଷ୍ଟ୍ରପ୍ରଧାନ କରୁଥିବା ନ୍ୟାୟ ନିମ୍ନୋକ୍ତ ମଧ୍ୟରୁ କେଉଁଠି ନୁହେଁ? ଅପସନ ହଉଛି କଣ ରାଜନୈତିକ ନ୍ୟାୟ, ନା ଅର୍ଥନୈତିକ ନ୍ୟାୟ, ନା ନୈତିକ ନ୍ୟାୟ, ନା ସାମାଜିକ ନ୍ୟାୟ। ଅପସନ ହଉଛି ନୈତିକ ନ୍ୟାୟ। ନିମ୍ନୋକ୍ତ ମଧ୍ୟରୁ କେଉଁ ମସିହାରେ ଭାରତରେ ଆର୍ଥିକ ଉଦାରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା? ତ ଉଦାରୀକରଣ ପ୍ରକ୍ରିୟା କେବେ ଆରମ୍ଭ ହୋଇଥିଲା? ନା 1980, ନା 1991, ନା 2001, ନା 2011। ଅପସନ ହଉଛି 1980।
91। ରାଷ୍ଟ୍ର ଗଠନର ମୌଳିକ ଅର୍ଥ କଣ? ଯେ ରାଷ୍ଟ୍ର ଗଠନର ମୌଳିକ ଅର୍ଥ କଣ ନା? ଅପସନ ଦେଖିବା ଆର୍ଥିକ ଅଭିବୃଦ୍ଧି ନା ରାଜନୈତିକ ଏକତା ଓ ଜାତୀୟ ପରିଚୟ। ସି ହଉଛି ସୈନ୍ୟ ଶକ୍ତି ବୃଦ୍ଧି, ସାଂସ୍କୃତିକ ସମାନତା। ଅପସନ ହଉଛି କଣ, ଆନ୍ସର ହବ କଣ ତମର ନା ରାଜନୈତିକ ଏକତା ଓ ଜାତୀୟ ପରିଚୟ। ଏବେ ଦେଖିବା କଣ ନା ଆମର ଶୂନ୍ୟ ସ୍ଥାନ ପୂରଣ କରୁଛି। କୌଣସି ନିର୍ଦ୍ଦିଷ୍ଟ ଭୂଖଣ୍ଡ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ରାଷ୍ଟ୍ରପତି ଆନୁଗତ୍ୟତା ପ୍ରକାଶ କରିବା ଏବଂ ରାଷ୍ଟ୍ର ଜନସାଧାରଣଙ୍କ ସମସ୍ତ ସମସ୍ୟା ଦୂର କରି ଏକ ସୁନ୍ଦର ଜୀବନଶୈଳୀ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ଡ୍ୟାସ୍ କୁହାଯାଏ। କଣ ହବ ନା ରାଷ୍ଟ୍ର ନିର୍ମାଣ। ରାଷ୍ଟ୍ର ନିର୍ମାଣ ଏକ ଡ୍ୟାସ୍ ବିପ୍ଳବ ଏବଂ ଏହା ଏକ ନିରନ୍ତର ପ୍ରକ୍ରିୟା ଯେଉଁଥିରେ ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇଥାଏ। ଆନ୍ସର କଣ ହବ ନା ସାମାଜିକ। ଡ୍ୟାସ୍ଙ୍କ ମତରେ ରାଷ୍ଟ୍ର ନିର୍ମାଣ ସହିତ ରାଜନୈତିକ ବିକାଶର ଘନିଷ୍ଠ ସମ୍ପର୍କ ରହିଥାଏ ଏବଂ ଏହାର ଲକ୍ଷ୍ୟ ହେଲା ଜାତୀୟ ନୀତି ଓ କାର୍ଯ୍ୟକ୍ରମକୁ ବାସ୍ତବ ରୂପ ଦେବା। କିଏ କହିଛନ୍ତି ନା ଲୁସିଆନ ପାଏ। ରାଷ୍ଟ୍ର ନିର୍ମାଣ ସହିତ ଦେଶର ଡ୍ୟାସ୍ ଓ ଡ୍ୟାସ୍ ବ୍ୟବସ୍ଥାର ଗୁଣାତ୍ମକ ବିକାଶ ଘନିଷ୍ଠ ଭାବେ ଜଡ଼ିତ। କଣ ନା ଆର୍ଥିକ ଓ ସାମାଜିକ। ଭାରତରେ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟା ଡ୍ୟାସ୍ ମସିହାରୁ ଆରମ୍ଭ ହୋଇଥିବା ବୋଲି କୁହାଯାଏ। ଭାରତରେ ଯୋଉ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟା କେବେଠାରୁ ଆରମ୍ଭ ହୋଇଥିଲା ନା 1950। ରାଷ୍ଟ୍ର ନିର୍ମାଣର ପ୍ରାଥମିକ ଆବଶ୍ୟକତା ହେଉଛି ଡ୍ୟାସ୍ ସମ୍ବିଧାନ ପ୍ରଣୟନ। ଭାରତରେ ବିକାଶ କ୍ଷେତ୍ରକୁ ଗତିଶୀଳ କରିବା ପାଇଁ ଡ୍ୟାସ୍ ମସିହାରେ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହୋଇଥିଲା। କେତେ ମସିହାରେ କାର୍ଯ୍ୟକାରୀ ହୋଇଥିଲା ନା 1981। 2011 ଜନଗଣନା ଅନୁସାରେ ଭାରତରେ ଡ୍ୟାସ୍ ପ୍ରତିଶତ ନିରକ୍ଷର ଲୋକ ରହିଥିଲେ। କେତେ ପ୍ରତିଶତ ଲୋକ ରଖିଥିଲେ 2011 ମସିହାରେ? 40%। ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଡ୍ୟାସ୍ ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ। ଯେ ଆମର ଯୋଉ ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ କଣ ସବୁଠାରୁ ବଡ଼ ପ୍ରତିବନ୍ଧକ ନା ସମ୍ପଦର ଅସମ ବଣ୍ଟନ। 2011 ଜନଗଣନା ଅନୁସାରେ ଡ୍ୟାସ୍ ସଂଖ୍ୟକ ଅନୁସୂଚିତ ଜନଜାତିର ଲୋକ ଭାରତରେ ବସବାସ କରୁଥିଲେ। 1,81,00,000। ନେକ୍ସଟ କ୍ୱେଶ୍ଚିନ୍ କଣ ନା ଡ୍ୟାସ୍ ଧାରା ଅନୁସାରେ ଅସ୍ପୃଶ୍ୟତା ନିବାରଣ ପାଇଁ ଅଧିକାର ପ୍ରଦାନ କରାଯାଇଛି। ଯେ କେତେ ଧାରା ଅନୁସାରେ ତମର ଅସ୍ପୃଶ୍ୟତା ନିବାରଣ ପାଇଁ ଅଧିକାର କରାଯାଇଛି ନା ପ୍ରଦାନ କରାଯାଇଛି? ଧାରା 17। ଆମର ଯୋଉ ଅସ୍ପୃଶ୍ୟତା ନିବାରଣ ପାଇଁ କେତେ ଧାରାରେ ଉଲ୍ଲେଖ କରାଯାଇଛି ନା ଧାରା 17ରେ। ତମେ ଏଗୁଡାକ ସବୁ ନୋଟ କରୁଥିବ ପିଲେ, ତା ସହିତ ମନେ ରଖିବ। ତମର ଯେତେବେଳେ ସେମିଷ୍ଟାର ଆସିବ ତମର 10ଟା ସର୍ଟ କୋଶ୍ଚିନ୍ ଆସିବ, ସେଥିପାଇଁ ତମେ ଏ ସବୁକୁ ଭଲସେ ପଢିବା, ତା ସହିତ କଣ ନା ନୋଟ ବି କରିବ। ବୁଝିଲ ପିଲେ? ଡ୍ୟାସ୍ ମସିହାରେ ସଂସଦରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅତ୍ୟାଚାର ନିରୋଧ ଆଇନ ପ୍ରଣୟନ କରାଯାଇଥିଲା। ତାହେଲେ ପିଲେ କେତେ ମସିହାରେ ଆମର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅତ୍ୟାଚାରର ବିରୋଧ ଆଇନ ପ୍ରଣୟନ କରାଯାଇଥିଲା ନା 1889 ମସିହା। 1992 ମସିହାରେ ଡ୍ୟାସ୍ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜାତିର ଜନସାଧାରଣଙ୍କୁ ସଂରକ୍ଷଣ ପ୍ରଦାନ କରାଯାଇଥିଲା ନା କେତେ ମସିହାରେ? ଧାରା ବା ଅନୁସୂଚୀ କେତେତମ ଅନୁସୂଚୀ ଅନୁସାରେ ନା 73ତମ। ଡ୍ୟାସ୍ ଧାରା ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରାଯାଏ ନା କେତେ ଧାରା ଅନୁସାରେ ଆମର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣ ପ୍ରଦାନ କରାଯାଏ ନା 335 ଧାରା ଅନୁସାରେ। ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସାଧାରଣଙ୍କୁ ସମ୍ବିଧାନର ଡ୍ୟାସ୍ ଏବଂ ଡ୍ୟାସ୍ ଧାରା ଅନୁସାରେ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଥାଏ ନା ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସାଧାରଣଙ୍କୁ ସମ୍ବିଧାନର ଡ୍ୟାସ୍ ଏବଂ ଡ୍ୟାସ୍ ଧାରା ଅନୁସାରେ ଆଇନଗତ ସୁରକ୍ଷା ପ୍ରଦାନ କରାଯାଏ ନା କେତେ କେତେ ଧାରା ତମର? 14 ଧାରା ଓ 15।
ଆମେ ନେକ୍ସଟ ଦେଖିବା କଣ ନା ଧାରା ନମ୍ବର ଆମର 29 ଧାରା ଅନୁସାରେ ସଂଖ୍ୟାଲଘୁ ସଂସ୍କୃତିର ସୁରକ୍ଷା ଅଧିକାର ପ୍ରଦାନ କରାଯାଇଛି। ଆମର 29 ଧାରାରେ ଆମର କଣ କରାଯାଇଛି ନା ସଂଖ୍ୟାଲଘୁ ସଂସ୍କୃତିର ସୁରକ୍ଷା ଅଧିକାର ପ୍ରଦାନ କରାଯାଇଛି। ନେକ୍ସଟ ଦେଖିବା ସମାଜରେ ଅବହେଳିତ ବର୍ଗଙ୍କ ପାଇଁ ରାଷ୍ଟ୍ର ଯେତେବେଳେ କେତେକ ନୀତି ପ୍ରଣୟନ କରେ ଯାହା ଦ୍ୱାରା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ହୁଏ ଏହାକୁ ଡ୍ୟାସ୍ କୁହାଯାଏ। କଣ କୁହାଯାଏ ନା ସକାରାତ୍ମକ କାର୍ଯ୍ୟାନୁଷ୍ଠାନ। 2011 ଜନଗଣନା ଅନୁସାରେ ଭାରତରେ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ଅନୁପାତ ହେଉଛି ତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ଆମର ଯୋଉ ଅନୁପାତ ଥିଲା କେତେ ନା 1000 ପୁରୁଷରେ ନା ନାରୀ ବର୍ଗ ନିଜର ହକ୍ ପାଇବା ପାଇଁ ସଂଗଠିତ ହୋଇ ଯେଉଁ ଆନ୍ଦୋଳନ କରନ୍ତି ତାହାକୁ କଣ କୁହାଯାଏ ନା ନାରୀ ଆନ୍ଦୋଳନ। ନେକ୍ସଟ ଦେଖିବା ବେଲେ ରାଜା ରାମମୋହନ ରାୟଙ୍କ ପ୍ରଚେଷ୍ଟା ଫଳରେ ଭାରତରେ ନାରୀ ଜାଗରଣର ଉଦ୍ରେକ ହୋଇଥିଲା। ନେକ୍ସଟ ଦେଖିବା ବ୍ରିଟିଶ ବର୍ଡଲାଟ ଲର୍ଡ ୱିଲିୟମ ବେଣ୍ଟିଂ 1928 ମସିହାରେ ସତୀଦାହ ବିରୋଧୀ ଆଇନ ପ୍ରଣୟନ କରିଲେ। ଏଇଟା ତମର ଗୁରୁତ୍ୱପୂର୍ଣ୍ଣ ଯେ ଲର୍ଡ ୱିଲିୟମ ବେଣ୍ଟିଂ କେବେ ସତୀଦାହ ବିରୋଧୀ ଆଇନ ପ୍ରଣୟନ କରିଥିଲେ ଡ୍ୟାସଙ୍କ ଫଳରେ ବା ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଫଳରେ 1856 ମସିହାରେ ବିଧବା ବିବାହ ପୂର୍ଣ୍ଣ ଆଇନ ପ୍ରଣୟନ ହୋଇଥିଲା। ଡ୍ୟାସଙ୍କ ଉଦ୍ୟମ ଫଳରେ ନାଗରିକ ବିବାହ ଆଇନ ପ୍ରଚଳନ କରାଯାଇଥିଲା ଯେ କାହାର ବା ବିବାହ ଆଇନ କିଏ ବିବାହ ଆଇନ ପ୍ରଚଳନ କରିଥିଲେ ନା କେଶବ ଚନ୍ଦ୍ର ସେନ। ବ୍ରିଟିଶ ସରକାର ଡ୍ୟାସ ମସିହାରେ ବିବାହିତ ମହିଳା ସମ୍ପତ୍ତି ଉତ୍ତରାଧିକାରୀ ଆଇନ ପ୍ରଣୟନ କରିଥିଲେ। ତ ବ୍ରିଟିଶ ସରକାର କେତେ ମସିହାରେ ବିବାହିତ ମହିଳା ସମ୍ପତ୍ତି ଉତ୍ତରାଧିକାରୀ ଆଇନ ପ୍ରଣୟନ କରିଥିଲା ନା 1872। ବାଲ୍ୟ ବିବାହ ଆଇନ ଡ୍ୟାସ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ତ କେତେ ମସିହାରେ କାର୍ଯ୍ୟକାରୀ ହୋଇଥିଲା ନା ଆମର ବାଲ୍ୟ ବିବାହ ଆଇନ 1881। ଡ୍ୟାସ ମସିହାରେ ପ୍ରଥମ ମହିଳା ସଂଗଠନ ଭାବେ ଅଲ୍ ଇଣ୍ଡିଆ ଓମେନ୍ସ ଇଜ୍ କନଫରେନ୍ସ ଗଠିତ ହୋଇଥିଲା ନା 1914। ସମ୍ବିଧାନର ଡ୍ୟାସ ଧାରା ଅନୁସାରେ ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ଅଧିକାର ପ୍ରଦାନ କରାଯାଇଅଛି ନା ଧାରା 15। ସମ୍ବିଧାନର ଡ୍ୟାସ ଧାରା ଅନୁସାରେ ପୁରୁଷଙ୍କ ସମକକ୍ଷ ହେବା ପାଇଁ ସମାନ କାର୍ଯ୍ୟକୁ ସମାନ ମଜୁରୀ ନୀତି ପ୍ରଣୟନ ହୋଇଛି। ଧାରା କେତେ ନା 39। ଡ୍ୟାସ ମସିହାରେ ହିନ୍ଦୁ ଉତ୍ତରାଧିକାରୀ ଆଇନ ପ୍ରଣୟନ କରାଯାଇଥିଲା। ଧାରା ମସିହା କେତେ 1956। ଯୌତୁକ ନିରୋଧ ଆଇନ ଡ୍ୟାସ ମସିହାରେ ପ୍ରଣୟନ ହୋଇଥିଲା। କେତେ ମସିହାରେ ହେଇଥିଲା ନା 1961। ପିଲେ ତମେ ଯଦି ଏପରି ଭିଡିଓ ମୁଁ ଆହୁରି ଯଦି ଆଣିବାକୁ ଚାହୁଁଛି ପିଲେ ଆପଣ ଯଦି ଚାହୁଁଛନ୍ତି ଯେ ମୁଁ ଏପରି ଭିଡିଓ ଆହୁରି ଅଧିକ ଆଣେ ତାହେଲେ ମତେ କମେଣ୍ଟ କରିବ। ତା ସହିତ ତମେ ଯଦି ଚାହୁଁ ମୁଁ ୟାର PDF ତମକୁ ପ୍ରୋଭାଇଡ କରେ ତାହେଲେ ମତେ ମୋ ୟୁଟ୍ୟୁବ ଚ୍ୟାନେଲରେ ମୁଁ ଲିଙ୍କ ଦେଇଛି ଟେଲିଗ୍ରାମର ସେଠି ଜଏନ୍ ହେଇଯାଅ ଆଉ PDF ପାଇଯିବ ପିଲେ। ରହିଲି ଥ୍ୟାଙ୍କ ୟୁ।